ସମସ୍ତେ ଜାଣିଛନ୍ତି ମୃତ୍ୟୁ ହବ, କିନ୍ତୁ ଏଇ କଥା ଏ ମୁଣ୍ଡ ଭିତରେ ନାହିଁ। ଗୁରୁଦେବ କହୁଥିଲେ ତୀର୍ଥ ଯାଅ ନାହିଁ, ତୀର୍ଥ ଯାଅ ନାହିଁ। କୋଉଠିକି ଯାଅ? ଶ୍ମଶାନକୁ ଯାଇ ବସ। ଆଜିକାଲି ଲୋକମାନେ, ବାବାଜୀ ମାନେ, ଆମେ ତୀର୍ଥ ଯିବୁ, ତୀର୍ଥ ଯିବୁ, ତୀର୍ଥ ଯିବୁ। ମନର ଚଞ୍ଚଳତା, ମନର ଅସ୍ଥିରତାକୁ ବେଶୀ ବୃଦ୍ଧି କରିବା ପାଇଁ। କେବେ ଯାଇ କିଏ ଶ୍ମଶାନରେ ବସିଛ? କେତେ ଥର ବସିଛ? ଦେଖନ୍ତୁ, ଉଚ୍ଚକୋଟୀର ସନ୍ଥ ଜଣେ ଥିଲେ, ସେ କାଶୀରେ ଅବସ୍ଥାପନ କରୁଥିଲେ। ଆମେ ଗଲେ କାଶୀ, ତାଙ୍କର ସମ୍ବାଦୀ ମନ୍ଦିରରେ ବସୁ। ତ୍ରୈଲଙ୍ଗ ସ୍ୱାମୀ ଯେ ନବବର୍ଷରେ ଘର ଛାଡ଼ିଥିଲେ, ସନ୍ନ୍ୟାସ ବ୍ରତ ଅବଲମ୍ବନ କରୁଥିଲେ। 90 ଇୟର୍ସ, 260 ବର୍ଷ ବଞ୍ଚିଥିଲେ, କିନ୍ତୁ ଶ୍ମଶାନରେ ଗୋଟେ କୁଡ଼ିଆ କରି ରହୁଥିଲେ। କୁଡ଼ିଆଟେ ଶ୍ମଶାନରେ। ଶ୍ମଶାନ, ସେଠି ସମସ୍ତେ ସମାନ।